ସକାଳରେ ସମସ୍ତଙ୍କୁ ନମସ୍କାର, ଜୟ ଜଗନ୍ନାଥ। ଆଜି ତ ଅମାବାସ୍ୟା ପୂଜା, ଆପଣମାନେ ଜାଣିଛନ୍ତି, ହାର୍ଦ୍ଦିକ ଅଭିନନ୍ଦନ ଆପଣମାନଙ୍କୁ। ଜୟ ଜଗନ୍ନାଥ। ଚାଲନ୍ତୁ ଯିବା ଆମେ ମନ୍ଦିର। ଆଉ ଘରେ ଆମେ ପୂଜା କରିସାରିଲୁଣି, ମନ୍ଦିରରେ ଯାଇକି ଏଠି ପୂଜା କରିକି ଆସିବା। ଏଠି ଆମେ ମନ୍ଦିର ଯାଉଛୁ। ମନ୍ଦିର ରାସ୍ତାରେ ଦେଖନ୍ତୁ ଆଗରେ ମନ୍ଦିର ଅଛି, ସାରା ଆଗରେ ଯାଉଛି। ମୁଁ ପଛେ ପଛେ ଭିଡ଼ିଓ କରିକି ଯାଉଛି। ଚାଲନ୍ତୁ ମନ୍ଦିର ପର୍ଯ୍ୟନ୍ତ ଯିବା, ସେଠି ପୂଜା କରିକି ତାପରେ ଆସିବା। ଆଉ ତାପରେ କୁଆଡ଼େ ଯିବା, ଏମିତି ମୋ ଭିଡ଼ିଓଟି ଫାଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ, ମଝିରେ କ୍ଲିକ୍ କରିବେନି। ଆଉ ଗୋଟେ ସବସ୍କ୍ରାଇବ୍ କରିଦେବେ, ଲାଇକ୍ କରିଦେବେ, କମେଣ୍ଟ ବକ୍ସରେ ଲେଖିବେ କେମିତି ଲାଗିଲା ଆମର ଭିଡ଼ିଓଟି। ଦେଖନ୍ତୁ ଆମର ମନ୍ଦିର ପାଖରେ ହେଇଯାଉଛି। ଆଉ ମନ୍ଦିର ଭିତରକୁ ଯିବା, ପୂଜା କରିକି ମନ୍ଦିରକୁ ଯିବା। ଆଜି କୁଆଡ଼େ କୁଆଡ଼େ ଯିବା, ତାପରେ ଦେଖନ୍ତୁ ଖାଲି ମୋର ଭିଡ଼ିଓଟିକୁ ଫାଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ। ନିଶ୍ଚୟ କମେଣ୍ଟ ବକ୍ସରେ ଲେଖିବେ, ଆଉ ବେଲ୍ ବଟନ୍ କ୍ଲିକ୍ କରିଦେବେ। ଦେଖନ୍ତୁ କେତେ ସୁନ୍ଦର ହେଇଛି ଆମର ଏ ମନ୍ଦିରଟି। ତାପରେ ଆମେ ଭିତରକୁ ଯିବା, ଭିତରେ ଯାଇ ପୂଜା କରିକି ଆସିବା। ତାପରେ ଆମେ ଦେଖନ୍ତୁ ମନ୍ଦିର ଭିତରକୁ ଗଲୁ, ଏଠି ଆମର ସାର୍ ଆସିକି ନମସ୍ତେ କରୁଛନ୍ତି। ପଣ୍ଡିତ ମାନେ ଠିଆ ହେଇଛନ୍ତି। ଦେଖନ୍ତୁ ଆମର ଏଠି ଶିବ ମନ୍ଦିରକୁ ଆମେ ଆଜି ଆସିଛୁ ଅମାବାସ୍ୟାରେ ପୂଜା କରିବା ପାଇଁ। ଆଉ କେତେ ସୁନ୍ଦର ଦେଖାଯାଉଛି ମନ୍ଦିର ବି ଆଗରୁ ଦେଖେଇଥିଲେ, ଆଜି ବି ଦେଖାଉଛି। ଆଜି ବି କେତେ ସୁନ୍ଦର ସାଜା ହେଇଛି, ବହୁତ ସୁନ୍ଦର ଲାଗୁଛି। ଆପଣମାନେ କେବେ ସମୟ ବାହାର କରିକି ଆସନ୍ତୁ ବେଙ୍ଗଲୋରରେ। ଆମର ଏଇ ଯେଉଁ ଶିବ ମନ୍ଦିର କେତେ ସୁନ୍ଦର ହେଇଛି। ଆଉ ଥରେ ଆସିଲେ ମନ ଛାଡ଼ିବନି ମନ୍ଦିରରେ ଯିବାକୁ। ଆମେ ସବୁଦିନ ଆସୁଛୁ, କିନ୍ତୁ ସବୁବେଳେ ଭିଡ଼ିଓ କରୁଛୁ। ଆଜି ବି ଭିଡ଼ିଓ କରୁଛୁ, ଆପଣମାନେ ଦେଖିବେ। ଆଉ ଘରେ ବସିକି ଏନ୍ଜୟ କରନ୍ତୁ, ଆମେ ମନ୍ଦିରରେ ବସିକି ଏନ୍ଜୟ କରୁଛୁ। ଆଉ ଦେଖନ୍ତୁ କେତେ ସୁନ୍ଦର ହେଇଛି। ଆଉ ଶିବ ମନ୍ଦିରକୁ ଯାଇସାରିଲା ପରେ ଆଉ କେଉଁଠି ଯିବୁ, ଆପଣମାନେ ଏମିତି ଯୋଡ଼ି ହେଇକି ରହିଥାନ୍ତୁ ଫାଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ, ଜାଣିପାରିବେ ଆଜି କେତେ ଆମର ଏଠି ପୂଜା ଚାଲିଛି। ଆପଣମାନେ ନିଶ୍ଚୟ ଦେଖିକି ଭିଡ଼ିଓ ମାଧ୍ୟମରେ ଜାଣିପାରିବେ। ଆଉ ଚାଲନ୍ତୁ ଦେଖନ୍ତୁ, ଏନ୍ଜୟ କରନ୍ତୁ। ଏବେ ଦେଖନ୍ତୁ ଆମର ପୂଜା ଆରମ୍ଭ ହେଇଗଲା। ଆମେ ଏଠି ଦୀପ ବନ୍ଧଉଛୁ। ଆଉ ଭିତରେ ପଣ୍ଡିତ ବି ଆମର ନଡ଼ିଆ ଫଡ଼ିଆ ବାଡ଼େଇ ପୂଜା ବନଉଛନ୍ତି। ଆଉ ଆମେ ବାହାରେ ଠିଆ ହେଇକି ଦୀପ ଜଳଉଛୁ। ଆଉ ଏଠି ପୂଜା ଆରମ୍ଭ ଦେଖନ୍ତୁ ଏବେ ଆମର ପୂଜା ସରିଗଲା। ମୁଁ ଟିକେ ବୁଲିକରି ସବୁଆଡ଼େ ଭିଡ଼ିଓ କରୁଛି। ଭିଡ଼ିଓ
सारापर आम घर मंदिर को जीव भिडियो करके आप देखेबी चलते घर को जीवा। ये ठाकुर पाखे ठिया भिडियो करदे आ फोटो उठे दे आ मन तो छाड़ू नहीं घर को जावाई आ गए मंदिर को जावाई लेट होगा से जल्दी जल्दी भिडियो करदे आ फोटो टे उठे दूसरी आम पलैबू आ। आमर देखु पूजा पाठ सब सरीगला फटो फट भिडियो भिडियो सब सरीगला सब भोग रेडी करुँच आम घर को जाकि मंदिर फिर जीवु घरे प्रसाद रखी फिर आ मंदिर को जीवु से सब रेडी कर ओम गणानां सिंहवामे कविं वीणां समस्तवं यो वेदो ततो वेदां अब सब आम रेडी होगा पूजा पाठ आ सब भी प्रसाद भी रखी रेडी करदे बाहर घर को जावाई घर प्रसाद रखी आ गए मंदिर को आम जीवु आ चलते जा डेरी भी पुराण बहुत। अल्प समय रहा हम आमर शेष होपर से आम सब ठिया कहली ये आमर होमटा सरीगला माँ पाखे दर्शन करके प्रसाद पाई घर को जीवु। ये आमर होम जो घी पड़ुची आते लोक तो बहुत भिड़ होती से समस्ते पकई पारे ब्राह्मण आमर पकाउं समस्ते ब्राह्मण को टच करके ठिया होती आम 100 जन पकईया जा खाली ब्राह्मण पकईया से आम सब पछपटे टच करके ब्राह्मण को ठिया हो ब्राह्मण तार घी ढाली मैंने होम समाप्त कर। शीघ्र पुनरागमनाय अनाथुनवने दम्रचका प्रणीता संरक्षणे पात्रदास्तान प्रतिष्ठापयामि अन्ये जनं संपूरयित्वा नमो नारायणाय नमो भगवते वासुदेवाय नमः। पूर्वे पश्चिमे दक्षिणे पूर्वायां मध्यायां नमः समृद्धिरस्तु शुभं कर्म अस्तु नमः तन्नो खादामि वदो अग्निवने दम्रचका ब्रह्मणे नित्यं मुक्तिमान्तकारि सकल आराधने ब्रह्मणे महिलास्तान प्रतिष्ठापयामि पुराते क्षेमाय शीघ्र पुनरागमनाय।
ଏବେ ଦେଖନ୍ତୁ ଆମର ଲାଷ୍ଟ ହେଇଗଲା ଚାରିପଟେ ବୁଲୁଛନ୍ତି ତାପରେ ଯାଇକି ମାଆଙ୍କୁ ଆମେ ଦର୍ଶନ ಅದು ರಕ್ಷೆ ಮಾಡಕ್ಕೆ ಈಶ್ವರಾಯ ಮಹಾಂಧ್ರಾರ್ಥ आयतनवान् भवति पर्जन्यस्य आयतनं वेद आयतनवान् भवति भवै पर्जन्यस्य ଦେଖନ୍ତୁ ସବୁକିଛି ଆମର ଲାଷ୍ଟ ହେଇଗଲା ଏବେ ପ୍ରସାଦ ପାଇକି ତାପରେ ଆମେ ଘରକୁ ଆସିଲୁ ପ୍ରସାଦ ଧରିକି ଘରକୁ ଆସିଛୁ ଦେଖନ୍ତୁ ଚାଲନ୍ତୁ ଘରକୁ ଯିବା ଘରେ ଯାଇକି ଟିକେ ସତ୍ୟମାନଙ୍କୁ ପୂଜା କରିଦେବା ତାପରେ ରୋଷେଇବାସ କରିବା ଆଉ ଏଇଠି ବି ଆମେ ଘରେ ଆସିକି ସତ୍ୟବାନ ପୂଜା ବି ଆମର ସରିଗଲା ଆଉ ତାପରେ ଆମେ ରୋଷେଇ କରିବାକୁ